ଶୁଭ ସକାଳ ପିଲାମାନେ। ମୁଁ ଆଶା କରୁଛି ତୁମେମାନେ ସବୁ ଭଲରେ ଥିବ। ଆଜି ଆମେ ତୁମ ଗଣିତ ପ୍ରକାଶ ବହିର ପ୍ରଥମ ଅଧ୍ୟାୟ ଆମ ଚାରିପଟେ ଥିବା ବଡ଼ ସଂଖ୍ୟା ବିଷୟର ଏକ ଦଶକର ରାଜ୍ୟ ବିଷୟରେ ପଢିବା। ଏଇଟି ହେଉଛି ଏକ ଦଶକର ରାଜ୍ୟ। ଏଠାରେ ବସବାସ କରନ୍ତି ଚିନ୍ତାଶୀଳ ହଜାର, କ୍ରାନ୍ତିକାରୀ ଦଶକ ଓ ଉପଯୋଗୀ ଶତକ ନାମକ ତିନୋଟି କାଲକୁଲେଟର। ଏମାନେ କୌଣସି ଏଣୁ ତେଣୁ କାଲକୁଲେଟର ନୁହନ୍ତି। ଏମାନେ ହେଉଛନ୍ତି ଗୋଟିଏ ଗୋଟିଏ ସ୍ୱତନ୍ତ୍ର କାଲକୁଲେଟର ଓ ଏମାନଙ୍କ ସହିତ ରହିଛି ଗୋଟିଏ ସ୍ୱତନ୍ତ୍ର ବଟନ। ପ୍ରତ୍ୟେକ କାଲକୁଲେଟରରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ବଟନ ରହିଛି। ଏଇ ଯେପରି ଏହି ଚିନ୍ତାଶୀଳ ହଜାର କାଲକୁଲେଟରର ଏକ ଯୁକ୍ତ 1000 ଲେଖାଥିବା ଏକ ବଟନଟିଏ ରହିଛି ଏବଂ ଏହି କ୍ରାନ୍ତିକାରୀ ଦଶକ କାଲକୁଲେଟରରେ ଗୋଟିଏ ଯୁକ୍ତ 10 ଥିବା ବଟନଟିଏ ରହିଛି। ସେହିପରି ଭାବରେ ଉପଯୋଗୀ ଶତକ କାଲକୁଲେଟରରେ ଯୁକ୍ତ 100 ଲେଖାଥିବା ବଟନଟିଏ ରହିଛି। ପିଲାମାନେ, ତୁମେମାନେ ଏବେ ଜାଣିଲ ଏହି କାଲକୁଲେଟର ଗୁଡ଼ିକ ସ୍ୱତନ୍ତ୍ର ଧରଣର। ଯେହେତୁ ଏହି କାଲକୁଲେଟର ମାନଙ୍କରେ କେବଳ ଗୋଟିଏ ମାତ୍ର ବଟନ ରହିଛି, ତେଣୁ ଏହି କାଲକୁଲେଟର ସେହି ସଂଖ୍ୟାମାନଙ୍କର ଗୁଣିତକ ସଂଖ୍ୟାକୁ ଦର୍ଶାଇବ ଯାହା ସେହି କାଲକୁଲେଟରର ବଟନ ଉପରେ ଲେଖାଥିବ। ଏଇ ଯେପରି ଚିନ୍ତାଶୀଳ ହଜାର କାଲକୁଲେଟରରେ 1000ର ଗୁଣିତକ ସଂଖ୍ୟା ଗୁଡ଼ିକୁ ଦର୍ଶାଇବ। ଚିନ୍ତାଶୀଳ ହଜାର କାଲକୁଲେଟରରେ ଥିବା ବଟନଟିକୁ ଏକ ଥର ଦବାଇଲେ 1000, 2 ଥର ଦବାଇଲେ 2000 ଏବଂ 3 ଥର ଦବାଇଲେ 3000 ସଂଖ୍ୟାକୁ ଦର୍ଶାଇବ। ଏହିପରି ଭାବରେ ଯଦି କାଲକୁଲେଟରଟି 10 ଥର ଦବାଇବା ତାହେଲେ କେତେ ହେବ କହିଲ ପିଲାମାନେ? ସାବାସ ପିଲାମାନେ, ତାହା 10,000 ଦର୍ଶାଇବ। ଏହାର ଅର୍ଥ ହେଲା ତୁମେମାନେ ଚିନ୍ତାଶୀଳ ହଜାର କାଲକୁଲେଟରରେ 1000 ଲେଖାଥିବା ବଟନଟିକୁ ଯେତେ ଥର ଦବାଇବ, ସେହି ଦବାଇବା ସଂଖ୍ୟାକୁ 1000 ସହିତ ଗୁଣନ କଲେ ଯେଉଁ ସଂଖ୍ୟା ଆସିବ, ସେହି ସଂଖ୍ୟାଟି ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ ଦେଖାଯିବ। ତେବେ ପିଲାମାନେ କହିଲ ଦେଖି, ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ କେଉଁ ସଂଖ୍ୟା ସବୁ ଦେଖାଯିବ? ସାବାସ ପିଲାମାନେ, 1000ର ଗୁଣିତକ ସଂଖ୍ୟା ଗୁଡ଼ିକ ଦେଖାଯିବ। ତେବେ କହିଲ ଦେଖି, ଏଇ ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ 1000ର ଗୁଣିତକ ଗୁଡ଼ିକୁ ଆମେ କିପରି ପାଇବା? ତୁମେମାନେ ଠିକ୍ କହିଛ ପିଲାମାନେ। ଆମେ ଚିନ୍ତାଶୀଳ ହଜାର କାଲକୁଲେଟରର ଯୁକ୍ତ 1000 ଲେଖାଥିବା ବଟନକୁ ଯେତେ ଥର ଦବାଇବା, ସେହି ଦବାଇବା ଥର ସଂଖ୍ୟାକୁ 1000 ସହିତ ଗୁଣନ କଲେ ଆମେ 1000ର ଗୁଣିତକ ଗୁଡ଼ିକୁ ପାଇପାରିବା। ପିଲାମାନେ କହିଲ ଦେଖି, 1000ରେ 1 ସହିତ କେତୋଟି ଶୂନ ରହିଛି? ସାବାସ ପିଲାମାନେ, 1000ରେ 1 ସହିତ 3ଟି ଶୂନ ରହିଛି। ପୁଣି ଏକ ପ୍ରଶ୍ନ, 1000ରେ ଥିବା 3ଟି ଶୂନ କେଉଁ କେଉଁ ସ୍ଥାନରେ ରହିଛି? ହଁ ପିଲାମାନେ, ତୁମେ ଠିକ୍ କହିଛ। ଏକକ ସ୍ଥାନରେ ଗୋଟିଏ ଶୂନ, ଦଶକ ସ୍ଥାନରେ ଆଉ ଗୋଟିଏ ଶୂନ ଏବଂ ଶତକ ସ୍ଥାନରେ ଆଉ ଗୋଟିଏ ଶୂନ, ଏହିପରି ଭାବରେ 1 ସହିତ 3ଟି ଶୂନ ରହିଛି। ପିଲାମାନେ କହିଲ ଦେଖି, 1000ର ଆମେ କେତୋଟି ଗୁଣିତକ ନିର୍ଣ୍ଣୟ କରିପାରିବା? ସାବାସ ପିଲାମାନେ, ଅସଂଖ୍ୟ ଗୁଣିତକ ଆମେ ସ୍ଥିର କରିପାରିବା। ଯେପରିକି 1000, 2000, 3000, 5000, 10,000, 25,000, 75,000, ଏହିପରି ଭାବରେ ଅନେକ ଗୁଣିତକ ଆମେ ତିଆରି କରିପାରିବା। ପିଲାମାନେ ଗୋଟିଏ ମଜା କଥା ଦେଖ। 1000ର ଯେଉଁ ଗୁଣିତକ ଗୁଡ଼ିକ ଆମେ ସ୍ଥିର କରିଛେ, ସେହି ସଂଖ୍ୟା ଗୁଡ଼ିକର ଏକକ, ଦଶକ ଓ ଶତକ ସ୍ଥାନରେ ଶୂନ ରହିଛି। ପିଲାମାନେ ଚାଲ ପୁଣି ଥରେ ଆମେ ଚିନ୍ତାଶୀଳ ହଜାର କାଲକୁଲେଟର ପାଖକୁ ଯିବା।
କହିଲ ଦେଖି 1000କୁ ପାଇବା ପାଇଁ ଚିନ୍ତାଶୀଳ ହଜାର କାଲକୁଲେଟରର ଯୁକ୍ତ 1000 ଲେଖାଥିବା ବଟନଟିକୁ କେତେ ଥର ଦବାଇବା? ହଁ ପିଲାମାନେ, ତୁମେ ଠିକ୍ କହିଛ, 1 ଥର ଦବାଇବା। ତେବେ ଚାଲ ପିଲାମାନେ, ମୁଁ ତୁମକୁ ଗୋଟିଏ ସହଜ ଉପାୟ ବତାଇଦେବି। ଦେଖ ପିଲାମାନେ, 1000 ସଂଖ୍ୟାର ଏକକ, ଦଶକ ଓ ଶତକ ସ୍ଥାନରେ ଗୋଟିଏ ଲେଖାଏଁ ଶୂନ ରହିଛି। ତେବେ ଏକକ, ଦଶକ ଓ ଶତକ ସ୍ଥାନର ଶୂନକୁ ହଟାଇ ଦେଲେ ଆଉ 1 ସଂଖ୍ୟାଟି ବଳି ପଡ଼ୁଛି। ଏଇ ଯେଉଁ 1 ସଂଖ୍ୟାଟି ବଳି ପଡ଼ିଲା, ଚିନ୍ତାଶୀଳ ହଜାର କାଲକୁଲେଟରର ଯୁକ୍ତ 1000 ଲେଖାଥିବା ବଟନଟିକୁ 1 ଥର ଦବାଇଲେ ଆମେ 1000 ପାଇପାରିବା। ପିଲାମାନେ କହିଲ ଦେଖି, ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ 7000 ପାଇବାକୁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ? ସାବାସ୍ ପିଲାମାନେ, ତୁମେମାନେ ଠିକ୍ କହିଛ। 7000ରେ ଥିବା ଏକକ, ଦଶକ ଓ ଶତକ ସ୍ଥାନରେ ଥିବା ଶୂନକୁ ହଟାଇ ଦେବା ଏବଂ ଏହାପରେ 7 ସଂଖ୍ୟାଟି ବଳି ପଡ଼ିଲା। ଆମକୁ ଚିନ୍ତାଶୀଳ ହଜାର କାଲକୁଲେଟରର 1000 ଲେଖାଥିବା ବଟନକୁ 7 ଥର ଦବାଇବାକୁ ପଡ଼ିବ। ପିଲାମାନେ ଚାଲ ଆଉ ଗୋଟିଏ ଉଦାହରଣ ନେଇ ପାଠଟିକୁ ବୁଝିବା। ଯଦି ତୁମେ ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ 25000 ଦେଖିବାକୁ ଚାହୁଁଛ, ତେବେ କାଲକୁଲେଟରର ଯୁକ୍ତ 1000 ଲେଖାଥିବା ବଟନଟିକୁ କେତେ ଥର ଦବାଇବାକୁ ପଡ଼ିବ? ସାବାସ୍ ପିଲାମାନେ, ତୁମେମାନେ ଏକଦମ ଠିକ୍ ଉତ୍ତର ଦେଇଛ। ଯଦି ଆମେ ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ 25000 ଦେଖିବାକୁ ଚାହିଁବା, ତେବେ କାଲକୁଲେଟରର ଯୁକ୍ତ 1000 ଲେଖାଥିବା ବଟନଟିକୁ ଆମକୁ 25 ଥର ଦବାଇବାକୁ ପଡ଼ିବ। ଚାଲ ପିଲାମାନେ ଆଉ ଗୋଟିଏ ଉଦାହରଣ ନେଇ ଏହି ପାଠକୁ ଆଗକୁ ନେବା। ପିଲାମାନେ, ପ୍ରଶ୍ନଟି ଏହିପରି ଭାବରେ ଅଛି। ଦେଖ, ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ 13000 ପାଇବାକୁ ହେଲେ କାଲକୁଲେଟରର ଯୁକ୍ତ 1000 ଲେଖାଥିବା ବଟନଟିକୁ କେତେ ଥର ଦବାଇବାକୁ ପଡ଼ିବ? ଦେଖ ପିଲାମାନେ, ଏଠାରେ 13000 ଅକ୍ଷରରେ ଲେଖା ହେଇଛି। ତେଣୁ ପ୍ରଥମେ ଆମେ 13000କୁ ଅଙ୍କରେ ଲେଖିବା। ଏହାପରେ 13000ର ଏକକ, ଦଶକ ଓ ଶତକ ସ୍ଥାନରେ ଥିବା ଶୂନକୁ ହଟାଇ ଦେବା। ଏହି ଶୂନ ଗୁଡ଼ିକୁ ହଟାଇ ଦେଲା ପରେ ଆଉ 13 ବଳି ପଡ଼ିବ। ବର୍ତ୍ତମାନ ଆମେ କାଲକୁଲେଟରରେ 1000 ଲେଖାଥିବା ବଟନଟିକୁ 13 ଥର ଦବାଇବା। ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ 8000 ପାଇବାକୁ ହେଲେ କାଲକୁଲେଟରର ଯୁକ୍ତ 1000 ଲେଖାଥିବା ବଟନଟିକୁ କେତେ ଥର ଦବାଇବା? ପିଲାମାନେ କହିଲ ଦେଖି, ଏହି ପ୍ରଶ୍ନରେ ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ କେଉଁ ସଂଖ୍ୟାଟି ପାଇବା ପାଇଁ କୁହାଯାଇଛି? ଠିକ୍ କହିଛ ପିଲାମାନେ, ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ 8000 ପାଇବା ପାଇଁ କୁହାଯାଇଛି। କହିଲ ଦେଖି, ଚିନ୍ତାଶୀଳ ହଜାର କାଲକୁଲେଟରର ଥିବା ଏକମାତ୍ର ବଟନ ଉପରେ କେଉଁ ସଂଖ୍ୟାଟି ଲେଖାଯାଇଛି? ହଁ ପିଲାମାନେ, ତୁମେମାନେ ଏକଦମ ଠିକ୍ ଉତ୍ତର ଦେଇଛ। 1000 ଲେଖାଯାଇଛି। ପିଲାମାନେ, ମୁଁ ତୁମକୁ କହିଥିଲି ଆଉ ଗୋଟିଏ ନୂଆ ଉପାୟରେ ଏହି ପ୍ରଶ୍ନର ସମାଧାନ କରିବା। ସମାଧାନର ସୂତ୍ରଟି ହେଉଛି, କାଲକୁଲେଟର ପରଦାରେ ପାଇବାକୁ ଥିବା ସଂଖ୍ୟାକୁ କାଲକୁଲେଟରର ବଟନ ଉପରେ ଲେଖାଥିବା ସଂଖ୍ୟା ଦ୍ୱାରା ଭାଗ କଲେ ଭାଗଫଳ ଯେଉଁ ସଂଖ୍ୟା ମିଳିବ, ସେତିକି ଥର କାଲକୁଲେଟରର ବଟନକୁ ଦବାଇବାକୁ ପଡ଼ିବ। ପିଲାମାନେ ଦେଖ, ଏହି ପ୍ରଶ୍ନରେ ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ ପାଇବାକୁ ଥିବା ସଂଖ୍ୟା ହେଉଛି 8000 ଏବଂ କାଲକୁଲେଟରର ବଟନରେ ଲେଖାଥିବା ସଂଖ୍ୟା ହେଉଛି 1000।
ତେଣୁ ଏଠାରେ 8000କୁ 1000 ଦ୍ୱାରା ଭାଗ କଲେ ଭାଗଫଳ 8 ଆସିବ। ତେଣୁ ଏଠାରେ ଚିନ୍ତାଶୀଳ ହଜାର କାଲକୁଲେଟରରେ ଯୁକ୍ତ 1000 ଲେଖାଥିବା ବଟନଟିକୁ 8 ଥର ଦବାଇଲେ ଆମେ ପରଦା ଉପରେ 8000 ପାଇବା। ହଁ ପିଲାମାନେ, ତୁମମାନଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ। ଆମେ ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ 6500 ପାଇବା ପାଇଁ କାଲକୁଲେଟରର ଯୁକ୍ତ 1000 ଲେଖାଥିବା ବଟନଟିକୁ କେତେ ଥର ଦବାଇବାକୁ ପଡ଼ିବ? ପିଲାମାନେ, ତୁମେମାନେ ଜାଣିଛ ଚିନ୍ତାଶୀଳ ହଜାର କାଲକୁଲେଟରର ପରଦା 1000ର ଗୁଣିତକ ଗୁଡ଼ିକୁ ଦର୍ଶାଇଥାଏ ଏବଂ 1000ର ଗୁଣିତକ ସଂଖ୍ୟା ଗୁଡ଼ିକର ଏକକ, ଦଶକ ଓ ଶତକ ସ୍ଥାନରେ ଶୂନ ରହିଥାଏ। ମାତ୍ର ଏଠାରେ ଦେଇଥିବା 6500ର ଏକକ ଓ ଦଶକ ସ୍ଥାନରେ ଶୂନ ରହିଛି, ମାତ୍ର ଶତକ ସ୍ଥାନରେ 5 ରହିଛି। ତେଣୁ 6500 1000ର ଗୁଣିତକ ନୁହେଁ। ତେଣୁ ଚିନ୍ତାଶୀଳ ହଜାର କାଲକୁଲେଟରର ପରଦା 6500 ସଂଖ୍ୟାକୁ ଦର୍ଶାଇବ ନାହିଁ। ପିଲାମାନେ, ମୁଁ ତୁମକୁ ବର୍ତ୍ତମାନ କିଛି ପ୍ରଶ୍ନ ପଚାରିବି ଏବଂ ତୁମେମାନେ ପ୍ରଶ୍ନଟିକୁ ପଢ଼ି ତାହାର ଉତ୍ତର ଦେବ। ପ୍ରଶ୍ନଟି ଏହିପରି: ଚିନ୍ତାଶୀଳ ହଜାର କାଲକୁଲେଟରର ପରଦାରେ 4000 ପାଇବାକୁ ହେଲେ ତୁମକୁ କାଲକୁଲେଟରରେ ଯୁକ୍ତ 1000 ଲେଖାଥିବା ବଟନଟିକୁ କେତେ ଥର ଦବାଇବାକୁ ପଡ଼ିବ? ସାବାସ୍ ପିଲାମାନେ, ତୁମେମାନେ ଠିକ୍ ଉତ୍ତର ଦେଇଛ। କାଲକୁଲେଟରର ଯୁକ୍ତ 1000 ଲେଖାଥିବା ବଟନଟିକୁ 4 ଥର ଦବାଇବାକୁ ପଡ଼ିବ। ପିଲାମାନେ, ଆଉ ଗୋଟିଏ ପ୍ରଶ୍ନ। ଚିନ୍ତାଶୀଳ ହଜାର କାଲକୁଲେଟରରେ ଯୁକ୍ତ 1000 ଲେଖାଥିବା ବଟନଟିକୁ 225 ଥର ଦବାଇଲେ ଆମେ କେଉଁ ସଂଖ୍ୟାଟିକୁ ପାଇବା? ହଁ ପିଲାମାନେ, ତୁମେମାନେ ଏକଦମ ଠିକ୍ ଉତ୍ତର ଦେଇଛ। ଆମେ 2,25,000 ସଂଖ୍ୟାଟିକୁ ପାଇବା। ପିଲାମାନେ, ତୁମେ ମନେ ପକାଇ କହିଲ ଦେଖି, ଏହି କାଲକୁଲେଟର ନାମ କ'ଣ? ଠିକ୍ କହିଛ ପିଲାମାନେ, ଏହି କାଲକୁଲେଟର ନାମ କ୍ରାନ୍ତିକାରୀ ଦଶକ କାଲକୁଲେଟର। ତେବେ ଏହି କ୍ରାନ୍ତିକାରୀ ଦଶକ କାଲକୁଲେଟରର ଥିବା ସ୍ୱତନ୍ତ୍ର ବଟନଟିରେ କ'ଣ ଲେଖା ହୋଇଛି? ହଁ ପିଲାମାନେ, ତୁମେମାନେ ଏକଦମ ଠିକ୍ କହିଛ। ଯୁକ୍ତ 10 ଲେଖାଯାଇଛି। ତେବେ ଏହି କ୍ରାନ୍ତିକାରୀ 10 କାଲକୁଲେଟରର ପରଦା କେଉଁ ସଂଖ୍ୟା ଗୁଡ଼ିକୁ ଦର୍ଶାଇବ କହିଲ ଦେଖି? ସାବାସ୍ ପିଲାମାନେ, ଏହି କ୍ରାନ୍ତିକାରୀ 10 କାଲକୁଲେଟର ପରଦା 10ର ଗୁଣିତକ ଗୁଡ଼ିକ ଦର୍ଶାଇବ, ଯେପରିକି 10, 20, 30, 100, 500 ଏହିପରି ଅସଂଖ୍ୟ ଗୁଣିତକ ଗୁଡ଼ିକୁ ଦର୍ଶାଇବ। ତେବେ ପିଲାମାନେ, ଆସ ଜାଣିବା ଏହି କ୍ରାନ୍ତିକାରୀ 10 କାଲକୁଲେଟର ପରଦା କିଭଳି ଭାବେ 10ର ଗୁଣିତକ ଗୁଡ଼ିକୁ ଦର୍ଶାଇଥାଏ। ହଁ ପିଲାମାନେ, କହିଲ ଦେଖି, ଯଦି ଆମେ ଏହି କ୍ରାନ୍ତିକାରୀ ଦଶକ କାଲକୁଲେଟରର ଯୁକ୍ତ 10 ଲେଖାଥିବା ବଟନଟିକୁ 1 ଥର ଦବାଇବା, ତେବେ ଏହାର ପରଦା କେଉଁ ସଂଖ୍ୟାକୁ ଦର୍ଶାଇବ? ହଁ ପିଲାମାନେ, ତୁମେ ଏକଦମ ଠିକ୍ କହିଛ। ପ୍ରଥମେ ଆମେ ଦବାଇବା ଥର ସଂଖ୍ୟାକୁ 10 ସହିତ ଗୁଣନ କରିବା, ଅର୍ଥାତ୍ ଏଠାରେ 1 ସହିତ 10କୁ ଗୁଣନ କରିବା, ଯାହାର ଗୁଣଫଳ 10 ହେବ ଏବଂ ଏହି କାଲକୁଲେଟରର ପରଦା 10 ସଂଖ୍ୟାଟିକୁ ଦର୍ଶାଇବ। ସେହିପରି ଭାବରେ ଆମେ ଯଦି ଏହି କ୍ରାନ୍ତିକାରୀ ଦଶକ କାଲକୁଲେଟରର ଯୁକ୍ତ 10 ଲେଖାଥିବା ବଟନଟିକୁ 10 ଥର ଦବାଇବା, ତେବେ ଏହାର ପରଦାରେ 100 ଦୃଶ୍ୟ ହେବ। ତେବେ ବର୍ତ୍ତମାନ ଚାଲ ପିଲାମାନେ ଆମେ ଆଉ ଗୋଟିଏ ଉଦାହରଣ ନେବା ଏବଂ ଏହି ପାଠକୁ ଆଗକୁ ନେବା। ଦେଖ ପିଲାମାନେ, ଏହି କ୍ରାନ୍ତିକାରୀ ଦଶକ କାଲକୁଲେଟର ପରଦା ଉପରେ 780 ସଂଖ୍ୟାଟି ପାଇବାକୁ ହେଲେ ତୁମେ କାଲକୁଲେଟରର ଯୁକ୍ତ 10 ଲେଖାଥିବା ବଟନଟିକୁ କେତେ ଥର ଦବାଇବ? ପିଲାମାନେ, ଏହି ପ୍ରଶ୍ନଟିକୁ ଦେଖ। କ୍ରାନ୍ତିକାରୀ ଦଶକ କାଲକୁଲେଟରର ପରଦାରେ
କେଉଁ ସଂଖ୍ୟାଟି ପାଇବା ପାଇଁ କୁହାଯାଇଛି? ହଁ ପିଲାମାନେ, ତୁମେମାନେ ଠିକ୍ କହିଛ। ଏହି କ୍ରାନ୍ତିକାରୀ ଦଶକ କାଲକୁଲେଟରର ପରଦାରେ 780 ସଂଖ୍ୟାଟି ପାଇବାକୁ କୁହାଯାଇଛି। ତେବେ ଏହି କ୍ରାନ୍ତିକାରୀ ଦଶକ କାଲକୁଲେଟରର ଥିବା ସ୍ପେଶାଲ ବଟନ୍ ଉପରେ କେଉଁ ସଂଖ୍ୟା ଲେଖାଯାଇଛି? ହଁ ପିଲାମାନେ, ତୁମେ ଠିକ୍ କହିଛ। ଏହି କ୍ରାନ୍ତିକାରୀ ଦଶକ କାଲକୁଲେଟର ଥିବା ସ୍ୱତନ୍ତ୍ର ବଟନ୍ ଉପରେ 10 ଲେଖାଯାଇଛି। ଏଠାରେ କ୍ରାନ୍ତିକାରୀ ଦଶକ କାଲକୁଲେଟରର ପରଦା ଉପରେ ଦର୍ଶାଯାଇଥିବା ସଂଖ୍ୟାକୁ କାଲକୁଲେଟରର ସ୍ୱତନ୍ତ୍ର ବଟନ୍ ଉପରେ ଲେଖାଥିବା ସଂଖ୍ୟା ଦ୍ୱାରା ଭାଗ କଲେ ଭାଗଫଳ ଯେଉଁ ସଂଖ୍ୟା ମିଳିବ ସେତିକି ଥର କାଲକୁଲେଟରର ବଟନ୍ଟିକୁ ଦବାଇବାକୁ ପଡ଼ିବ। ଏହି ଅନୁସାରେ ଏଠାରେ କାଲକୁଲେଟରର ପରଦା ଉପରେ ଦର୍ଶାଯାଇଥିବା ସଂଖ୍ୟାଟି ହେଉଛି 780 ଏବଂ ସ୍ୱତନ୍ତ୍ର ବଟନ୍ ଉପରେ ଲେଖାଯାଇଥିବା ସଂଖ୍ୟାଟି ହେଉଛି 10। ତେଣୁ 780କୁ 10 ଦ୍ୱାରା ଭାଗ କଲେ ଭାଗଫଳ 78 ହେବ। ତେଣୁ ଏଠାରେ କ୍ରାନ୍ତିକାରୀ ଦଶକ କାଲକୁଲେଟରର ଯୁକ୍ତ 10 ଲେଖାଥିବା ବଟନ୍ଟିକୁ 78 ଥର ଦବାଇବାକୁ ପଡ଼ିବ। ପିଲାମାନେ, ଏବେ ତୁମେ ପୁଣି ଥରେ ମନେ ପକାଇ କହିଲ ଦେଖି, ଏହି କାଲକୁଲେଟରର ନାମ କ'ଣ? ଠିକ୍ କହିଛ ପିଲାମାନେ, ଏହି କାଲକୁଲେଟର ନାମ ହେଉଛି ଉପଯୋଗୀ ଶତକ କାଲକୁଲେଟର। ଏହି କାଲକୁଲେଟରର ଥିବା ସ୍ୱତନ୍ତ୍ର ବଟନ୍ଟିରେ କ'ଣ ଲେଖାଯାଇଛି? ଏକଦମ ଠିକ୍, ଯୁକ୍ତ 100 ଲେଖାଯାଇଛି। ପିଲାମାନେ କହିଲ ଦେଖି, ଏହି କାଲକୁଲେଟରର ପରଦା କେଉଁ ସଂଖ୍ୟା ଗୁଡ଼ିକୁ ଦର୍ଶାଇବ? ହଁ ପିଲାମାନେ, ଠିକ୍ କହିଛ। ଏହି କାଲକୁଲେଟରର ପରଦା 100ର ଗୁଣିତକ ଗୁଡ଼ିକୁ ଦର୍ଶାଇବ। ଯେପରି 100, 200, 300, 500, 1000, 10000 ଏହିପରି ଭାବେ ଅସଂଖ୍ୟ ଗୁଣିତକ ସଂଖ୍ୟା ଗୁଡ଼ିକୁ ଦର୍ଶାଇବ। ତେବେ ପିଲାମାନେ ଆସ ଜାଣିବା, ଏହି ଉପଯୋଗୀ ଶତକ କାଲକୁଲେଟରର ପରଦା କେଉଁଭଳି ଭାବରେ ସଂଖ୍ୟା ଗୁଡ଼ିକୁ ଦର୍ଶାଇଥାଏ। ଏହି ଉପଯୋଗୀ ଶତକ କାଲକୁଲେଟରର ଯୁକ୍ତ 100 ଲେଖାଥିବା ବଟନ୍ଟିକୁ ଆମେ ଯେତେ ଥର ଦବାଇବା ସେହି ଦବାଇବା ଥର ସଂଖ୍ୟାକୁ 100 ସହିତ ଗୁଣନ କଲେ ଗୁଣଫଳ ଯେଉଁ ସଂଖ୍ୟା ମିଳିବ ସେହି ସଂଖ୍ୟାଟି ଏହି କାଲକୁଲେଟରର ପରଦାରେ ଦୃଶ୍ୟ ହେବ। ଯଦି ଆମେ ଏହି ଉପଯୋଗୀ ଶତକ କାଲକୁଲେଟରର ଯୁକ୍ତ 100 ଲେଖାଥିବା ବଟନ୍ଟିକୁ ଏକଥର ଦବାଇବା ତେବେ ଏହାର ପରଦାରେ 100 ଦୃଶ୍ୟ ହେବ। କହିଲ ଦେଖି, ଯଦି ଏହି ଉପଯୋଗୀ ଶତକ କାଲକୁଲେଟରର ଯୁକ୍ତ 100 ଲେଖାଥିବା ବଟନ୍ଟିକୁ 5 ଥର ଦବାଇବା ତେବେ ତାହାର ପରଦାରେ କେତେ ଦୃଶ୍ୟ ହେବ? ହଁ ପିଲାମାନେ, ତୁମେ ଏକଦମ ଠିକ୍ କହିଛ। ତାହାର ପରଦାରେ 500 ଦୃଶ୍ୟ ହେବ। ପିଲାମାନେ ଆସ ଆଉ ଗୋଟିଏ ଉଦାହରଣ ଦେଖିବା। ଏହି ଉଦାହରଣଟି ହେଉଛି ଗୋଟିଏ ଉପଯୋଗୀ ଶତକ କାଲକୁଲେଟରର ପରଦା ଉପରେ 7500 ପାଇବାକୁ ହେଲେ କାଲକୁଲେଟରର ଯୁକ୍ତ 100 ଲେଖାଥିବା ବଟନ୍ଟିକୁ କେତେ ଥର ଦବାଇବ? ପିଲାମାନେ ଏହାର ଉତ୍ତର ପାଇବାକୁ ହେଲେ ଆମକୁ ଏକ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ସେ ଉପାୟଟି ହେଉଛି କାଲକୁଲେଟରର ପରଦାରେ ପାଇବାକୁ ଥିବା ସଂଖ୍ୟାକୁ କାଲକୁଲେଟରର ବଟନ୍ ଉପରେ ଲେଖାଥିବା ସଂଖ୍ୟା ଦ୍ୱାରା ଭାଗ କରିବାକୁ ପଡ଼ିବ। ତେବେ ଏଠାରେ କାଲକୁଲେଟରର ପରଦା ଉପରେ ପାଇବାକୁ ଥିବା ସଂଖ୍ୟାଟି ହେଉଛି 7500 ଏବଂ କାଲକୁଲେଟରର ସ୍ୱତନ୍ତ୍ର ବଟନ୍ ଉପରେ ଲେଖାଥିବା ସଂଖ୍ୟାଟି ହେଉଛି ଯୁକ୍ତ 100। ତେଣୁ ଏଠାରେ 7500କୁ 100 ଦ୍ୱାରା ଭାଗ କଲେ ଭାଗଫଳ 75 ପଡ଼ିଲା। ତେଣୁ ଏଠାରେ ଉପଯୋଗୀ ଶତକ କାଲକୁଲେଟରର ଯୁକ୍ତ 100 ଲେଖାଥିବା ବଟନ୍ଟିକୁ ଆମକୁ 75 ଥର ଦବାଇବାକୁ ପଡ଼ିବ। ପିଲାମାନେ ତୁମେମାନେ ଚିନ୍ତାଶୀଳ ହଜାର, କ୍ରାନ୍ତିକାରୀ ଦଶକ ଓ ଉପଯୋଗୀ ଶତକ କାଲକୁଲେଟର ବିଷୟରେ ଜାଣିଲ। ବର୍ତ୍ତମାନ ମୁଁ ତୁମକୁ କିଛି ପ୍ରଶ୍ନ ପଚାରିବି, ତୁମେ ତାହାର ଉତ୍ତର ଦେବ। ଗୋଟିଏ କ୍ରାନ୍ତିକାରୀ ଦଶକ କାଲକୁଲେଟରରେ 70 ପାଇବାକୁ ହେଲେ
ଆମକୁ କାଲକୁଲେଟରର ବଟନଟିକୁ କେତେ ଥର ଦବାଇବାକୁ ପଡ଼ିବ? ହଁ ପିଲାମାନେ, ତୁମେ ଏକଦମ ଠିକ୍ କହିଛ। କ୍ରାନ୍ତିକାରୀ ଦଶକ କାଲକୁଲେଟରରେ 70 ପାଇବାକୁ ହେଲେ ଆମକୁ 7 ଥର ଦବାଇବାକୁ ପଡ଼ିବ। ପିଲାମାନେ, ଆଉ ଗୋଟିଏ ପ୍ରଶ୍ନ। ଉପଯୋଗୀ ଶତକ କାଲକୁଲେଟରର ପରଦାରେ 80,000 ପାଇବା ପାଇଁ କାଲକୁଲେଟରର ଯୁକ୍ତ 100 ଲେଖାଥିବା ବଟନଟିକୁ ଆମକୁ କେତେ ଥର ଦବାଇବାକୁ ପଡ଼ିବ? ହଁ ପିଲାମାନେ, ତୁମେ ଏକଦମ ଠିକ୍ କହିଛ। ଉପଯୋଗୀ ଶତକ କାଲକୁଲେଟରର ଯୁକ୍ତ 100 ଲେଖାଥିବା ବଟନଟିକୁ ଆମକୁ 800 ଥର ଦବାଇବାକୁ ପଡ଼ିବ। ପରବର୍ତ୍ତୀ ପ୍ରଶ୍ନ ହେଉଛି, ଗୋଟିଏ କ୍ରାନ୍ତିକାରୀ ଦଶକ କାଲକୁଲେଟରର ଯୁକ୍ତ 10 ଲେଖାଥିବା ବଟନଟିକୁ ଆମେ ଯଦି 15 ଥର ଦବାଇବା, ତେବେ ଆମେ ସେହି କାଲକୁଲେଟରର ପରଦାରେ କେଉଁ ସଂଖ୍ୟା ପାଇବା? ସାବାସ୍ ପିଲାମାନେ, ତୁମେମାନେ ଠିକ୍ ଉତ୍ତର ଦେଇଛ। ଆମେ 150 ବା 150 ପାଇବା। ପରବର୍ତ୍ତୀ ପ୍ରଶ୍ନ। ଗୋଟିଏ ଉପଯୋଗୀ ଶତକ କାଲକୁଲେଟରର ଯୁକ୍ତ 100 ଲେଖାଥିବା ବଟନଟିକୁ 20 ଥର ଦବାଇଲେ ପରଦା ଉପରେ କେଉଁ ସଂଖ୍ୟାଟି ଦେଖାଯିବ? ଠିକ୍ କହିଛ ପିଲାମାନେ, ଆମେ 2000 ପାଇବା। ପିଲାମାନେ, ଆଜି ଆମେ ଚିନ୍ତାଶୀଳ ହଜାର, କ୍ରାନ୍ତିକାରୀ ଦଶକ ଓ ଉପଯୋଗୀ ଶତକ କାଲକୁଲେଟର ବିଷୟରେ ପଢ଼ିଲେ। ତେବେ ବର୍ତ୍ତମାନ ମୁଁ ତୁମକୁ ଗୋଟିଏ ପ୍ରଶ୍ନ ଗୃହ କାର୍ଯ୍ୟ କରିବା ପାଇଁ ଦେଉଛି। ଆମେ ଯେଉଁ 3ଟି ଯାକ କାଲକୁଲେଟର ବିଷୟରେ ପଢ଼ିଲେ, ସେ ସବୁ କାଲକୁଲେଟର ମାନଙ୍କର ବିଶେଷତ୍ୱ ତୁମେ ନିଜ ଘରେ ଲେଖି ଆଣିବ। ପିଲାମାନେ, ମୁଁ ତୁମକୁ ଦେଇଥିବା ଗୃହ କାର୍ଯ୍ୟ ଏବଂ ତୁମ ବହିରେ ଥିବା ପ୍ରଶ୍ନର ଉତ୍ତର ନିଜ ଖାତାରେ ଲେଖି ନିଜ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନଙ୍କୁ ଦେଖେଇବ। ଆଜି ପାଇଁ ଏତିକି। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।